ମୁଁ ଶୁଭେନ୍ଦୁ କୁମାର ସେନାପତି, ରାମଚନ୍ଦ୍ରପୁର କିଶୋର ନଗର ନିବାସୀ। ଆଜି ସକାଳେ ଜାଣିଥିବେ ଆପଣ ସାରା ପୁରା ଓଡ଼ିଶାରେ ବର୍ଷା ହେଇଛି, ଗ୍ରାମରେ ବର୍ଷା ହେଇଛି। ଆଜ୍ଞା ଆଜି ଗ୍ରାମରେ ରଥଯାତ୍ରା ହେଇଛି। ଆଜ୍ଞା। ସକାଳେ ଯୋଉଦିନ ବର୍ଷା ହେଇଥିଲା, ଆଜି ସନ୍ଧ୍ୟାବେଳେ ବର୍ଷା ଛାଡ଼ି ଯାଇଛି। ସକାଳେ ଯୋଉ ରେଟ୍ରେ ବର୍ଷା ହଉଥିଲା, ଆମେ ଭାବୁଥିଲୁ ଯେ ଆଜି କ'ଣ ହବ, ଠାକୁରଙ୍କ ଦୟା କ'ଣ ହବ, ଯାହା ହଉ। କିନ୍ତୁ ଆମେ ତ ଯାହାହେଲେ ରଥ ନେଇଥାନ୍ତୁ, କିନ୍ତୁ ଆମେ ଠାକୁରଙ୍କର ଟିକେ ମହିମା ବିଷୟରେ ଆମେ ଆଲୋଚନା କରୁ କରୁ ଆମେ ଭାବିଥିଲୁ ଠାକୁରଙ୍କର ଏଇ ଯୋଉ ମିଠା ଟିକେ ଲୋଭି, ତେଣୁକରି ଆମେ ଭାବିଲୁ ଟିକେ ଠାକୁରଙ୍କୁ ଆଜି ଯାଚିବା, ଯେ ମିଠା ଯାଚିବା। ଯଦି ତୁ ଠାକୁର ଠିକ ତୁ, ତାହେଲେ ମିଠା ଖାଇକି ତୁ ରଥ ଚଲା, ଆଉ ରଥରେ ତୁ ବୁଲିକି ଆସିବୁ, ଦେଖିବା ବର୍ଷା ହବନି, ତୁ ବୁଲିକି ଆସିବୁ। ଆଉ ତାର ମହିମା ସେ ଦେଖେଇଛି। ଆଉ ଠିକ ଯେତେବେଳେ ବାହାରିଲା, ସେତେବେଳେ ସେ ଆକାଶକୁ ନିର୍ମଳ କରିଦେଲା। ଆଉ ତା ପାଇଁ ସମସ୍ତେ ଆନନ୍ଦର ସହକାରେ ଆଜି ରଥ ଟାଣୁଛନ୍ତି। ଆଉ ଲୋକ ବହୁତ ହେଇଛନ୍ତି ଆଜି ଆମ ଗାଁରେ। ପୁରୀରେ କ'ଣ, ଏଠି ବି ସେମିତି ଭକ୍ତର ପରୀକ୍ଷା ସେ ଲୋକ ନେଲେ। ଭକ୍ତର ପରୀକ୍ଷା ନେଲେ କ'ଣ ନା, କେତେ ସମୟ ତମେ ମୋ ପାଇଁ ଅପେକ୍ଷା କରିପାରୁଛ। ଆଉ ଅପେକ୍ଷା କଲ, ଅପେକ୍ଷାର ନିଶ୍ଚିତ ସିଏ ମୂଲ୍ୟ ଦେଲେ। ଆଉ ରସଗୋଲା ସିଏ ଖାଇବେ, ଆଉ ଜଣା ପଡ଼ିଲା। ସମସ୍ତେ କୁହନ୍ତି ପିଠା ଖିଆ ବୁଢା ଠାକୁର, ଆଜ୍ଞା। ପ୍ରକୃତରେ ପିଠା ଖାଇଲା ପାଇଁ ପିଠା ଯାଚିଲା ଦ୍ୱାରା ହଁ, ବର୍ଷା ରହିଲା ନା କ'ଣ? ବର୍ଷା ରହିଲା କ'ଣ କି, ଆକ୍ଚୁଆଲି ସିଏ ଆମେ ସମସ୍ତେ ଆସିଲୁ, କିନ୍ତୁ ଆମର ଯିଏ ପ୍ରଭୁ ଯେତେବେଳେ ଯାଚିଲେ, କହିଲେ ପ୍ରଭୁ ଯାଚିବେ ମତେ ମିଠା, ମୁଁ ଖାଇବିନି, ତାଙ୍କର ରହିଯିବ। ତେଣୁକରି ସିଏ ଆମର ଜଣେ ପ୍ରଭୁ ଦେବ ଅଛନ୍ତି, ସେଇ ଯାଚିଲେ ଯେତେବେଳେ ଯାଚିଲେ, ସିଏ କହିଲେ ନାଇଁ, ଏ ପ୍ରଭୁଙ୍କର ଆଗ ମିଠାଟା ମୁଁ ନ ଖାଇଲା ପର୍ଯ୍ୟନ୍ତ ମୁଁ ଆଉ ସେତେବେଳେ ସିଏ ଯାଚିଲେ, ସିଏ ଠାକୁର ନିର୍ମଳ କରେଇଛନ୍ତି। ଆଉ ବାବା ବାବା ଆଜି ଏଥର ଆମର ସେ ଚାମର ଆସିଥିଲା, ଆପଣଙ୍କର ଆଲଟ ଆସିଥିଲା, ଛତ୍ର ଆସିଥିଲା। ଓ ତାର ମାନେ ଆଉ ଘଣ୍ଟ ମାନେ ଯେତେବେଳେ ଆସିଲା, ଘଣ୍ଟୁଆଙ୍କର ଯୋଉ ଘଣ୍ଟ ନାଦରେ ସେ ଚାରିଆଡ଼ ପ୍ରକମ୍ପିତ ହେଲା। ଆପଣ ବିଶ୍ୱାସ କରିବେ ନାହିଁ, ସେ ଯେତେବେଳେ ଠାକୁର ଯାଉଛନ୍ତି, ଆଉ ଟିକେ ଯୋଉ ବର୍ଷା ଛାଡ଼ିଗଲା, ପିଲାଙ୍କ ମନରେ ଆଉ ଭକ୍ତଙ୍କ ମନରେ ଭାରି ଖୁସି। ଆଉ ସେ ସମସ୍ତେ ଉପଭୋଗ କରି ଠାକୁରଙ୍କୁ ନେଇଛନ୍ତି। ସମସ୍ତେ ଠାକୁରଙ୍କୁ ଡାକନ୍ତି, ପ୍ରାର୍ଥନା କରନ୍ତି, ଠାକୁର ସେମିତି ଆଶା ପାଇଛନ୍ତି। ଆପଣ ସେମିତି ଆପଣଙ୍କ ଜୀବନରେ କିଛି ପାଇଛନ୍ତି? ନାଇଁ, ମୁଁ ତ ସେଇ ସମସ୍ତଙ୍କର ମାନେ ଯିବା ଆସିବା ବାଟରେ ବି ମୁଁ ଠାକୁରଙ୍କୁ ବିଶ୍ୱାସ କରେ। କାରଣ ସିଏ ହଉଛନ୍ତି, ସିଏ ଛାଡ଼ନ୍ତୁ, ଆଉ କ'ଣ କହିବି। ସିଏ ତାଙ୍କର ସବୁ କାମରେ ମୁଁ ତାଙ୍କୁ ହିଁ ଡାକି, ଶୋଇଲା ବେଳେ ଡାକେ, ଅଲଗା କିଛି ନାହିଁ। ଜୟ ବୁଢ଼ା ଭାଗବତ। ତେଣୁକରି ମୋର ସବୁ ବାଟେ କ'ଣ ରାସ୍ତାରେ ଯୁଆଡ଼େ ଗଲେ ବି କ'ଣ ମୋ ପାଖରେ ସିଏ ଅଛନ୍ତି। ତେଣୁକରି ମୁଁ ତାଙ୍କ ପାଇଁ ଆଶା କଲି, ସେ ମୋ ପାଖରେ ଅଛନ୍ତି। ମୁଁ ଯେତେବେଳେ ଯାହା ଡାକିଛି ସେ ଠାକୁର ପୂରଣ କରୁଛନ୍ତି। ଆମର ଗୋଟେ ଭାଗବତ ଟୁଙ୍ଗି ଅଛି ଗାଁରେ, ସେଠି ସେ ନିବାସୀ। ତେଣୁକରି ଆମେ ତାଙ୍କୁ ଭାଗବତଙ୍କର ଗୋସେଇଁ ବୋଲି କହିଥାଉ। ଆମର ହରିହାଟ ହୁଏ, ଗହ୍ମା ପୂର୍ଣ୍ଣିମା ହୁଏ, ଆମର ରଥଯାତ୍ରା ହୁଏ। ସବୁ ପ୍ରକାର ମାନେ ଯାହା ଠାକୁରଙ୍କର ନିୟମାବଳୀ ଅଛି, ସବୁ ଜିନିଷ ଠାକୁରଙ୍କର ଯାହା ହେବା କଥା ସେ ନୀତି ନିୟମ ଅନୁସାରେ ହୁଏ। ହଁ, ମିଠା ସିଏ ଦେଖନ୍ତୁ ଆଜ୍ଞା, ସମସ୍ତଙ୍କର କିଛି ନା କିଛି ଲୋଭ ଥାଏ, ମଣିଷର ଲୋଭ ଥାଏ। ସେମିତି ଇଏ ହଉଛି ନିଜର ଠାକୁର, ଆମର ଗାଁ ଠାକୁର। ଆଉ ସିଏ ଟିକେ ଆମର ଗାଁରେ ଗୋଟେ ବୀରଗୁଡ଼ିଆ ଅଛି। ବୀରଗୁଡ଼ିଆ ଯୋଉ ତାର ମିଠାଟା ସେ ଖାଇବାକୁ ଭାରି ଲୋଭି। ତେଣୁକରି ତାଙ୍କରି ମିଠାଟା ପାଇଁ ଆଜି ସକାଳୁ ଆମେ ଗଲାବେଳକୁ ତାଙ୍କ ମିଠା ସରିଗଲାଣି। ଆପଣ ବିଶ୍ୱାସ କରିବେନି, 6ଟା ବେଳୁ ତାଙ୍କ ମିଠା ସରିଗଲାଣି 7ଟା ଭିତରେ। ତେଣୁକରି ସିଏ ସମସ୍ତେ ଜାଣିଛନ୍ତି, ବୀରଗୁଡ଼ିଆ ମିଠା ରସଗୋଲା ଖାଇଲା ମାନେ ସେ ଭାରି ଖୁସି। ତେଣୁକରି ଆମର ସେଇ ତାଙ୍କର ମାହାତ୍ମ୍ୟ ହଉଛି, ସେ ମିଠା ଖାଇବେ, ଆପଣଙ୍କୁ ସାହାଯ୍ୟ କରିବେ। ଆଉ ସେଇଆ କଥା, ଆଉ କ'ଣ ଆଜ୍ଞା।